ସବୁଠୁ ଛୋଟ ନନ୍ଦିଘୋଷ ରଥ ମୋ ହାତରେ ଆଜି। ଆପଣ ଚଳିତ ବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ଆଜ୍ଞା। ସ୍ଥାନ ବନେଇ ପାରୁଛନ୍ତି। କ'ଣ ଆପଣ ରିପ୍ରେଜେଣ୍ଟ କରିଥିଲେ ଆଉ କେମିତି ଏ ଆଇଡିଆଟା କେମିତି ଆପଣଙ୍କ ମନକୁ ଆସିଥିଲା? ମୁଁ ଜାଣିନି ସେତେବେଳେ କ'ଣ ହେଇଥିଲା। ମୁଁ ଯେତେବେଳେ ଠାକୁରଙ୍କର ଆଖି ଜଷ୍ଟ ଟଚ୍ କରିବାକୁ ଯାଉଛି ରଙ୍ଗ ତୁଳିରେ, ଜାଣିନି ମୋ କ'ଣ ହେଇଥିଲା, ମୋ ହାତ ଥରିବାକୁ ଲାଗିଲା, ଆଖିରେ ଲୁହ ବାହାରି ଆସିଥିଲା। ଏତେ ମାତ୍ରାରେ ମୋତେ କାନ୍ଧ ମାଡ଼ିଥିଲା, ମୁଁ ତୁଳି ରଖିକି କାନ୍ଦିଥିଲି। ତାକୁ ଘର ଦାଣ୍ଡରେ ମୁଁ ପୂଜା କରେ ବସି। ଜାଣିନଥିଲି ସେତେବେଳେ ପୂଜା କିଛି। ଧୂପ ବୁଲେଇ ଦିଏ, ମୁଣ୍ଡରେ ଦେଇଦିଏ ଆପଣ ତୁଳସୀ ପତ୍ର। ଇମୋସନାଲ ହେଇଯାଉଛନ୍ତି, ଯେଟା ଜଣା ପଡୁଛି କି ଆପଣ କେତେ ଜଡ଼ିତ। କିନ୍ତୁ ଦୁଃଖର ବିଷୟ, ଗଭର୍ଣ୍ଣମେଣ୍ଟର ଥିମ୍ ଅଛି, ସେଇଟା କାର୍ଯ୍ୟକାରୀ ହେବ ନାହିଁ। ସିଡ଼ି ଚଢ଼ିବାକୁ ପଡ଼େ, ସଂଘର୍ଷ ସବୁଥିରେ ଥାଏ। ଯେତେବେଳେ ଆମର ଓଡ଼ିଶାର କଳା ସଂସ୍କୃତି ଉପରେ ଆମେ କଥା ହଉ, ପଟ୍ଟଚିତ୍ରର ସ୍ଥାନ ସ୍ୱତନ୍ତ୍ର। ତେବେ ମୁଁ ଜାଣିବାକୁ ଚାହିଁବି କି ପଟ୍ଟଚିତ୍ର କ'ଣ? ସବୁ ଆର୍ଟ ଭିତରେ ପଟ୍ଟଚିତ୍ର ଆର୍ଟଟା ହେଉଛି ଭିନ୍ନ। ଖାଲି ଜାତୀୟ ସ୍ତରରେ ନୁହଁ, ବିଶ୍ୱ ସ୍ତରରେ ବି ପହଞ୍ଚିଛି, ସେଇଟା ମୁଁ ଭାବେ। ପଟ୍ଟଚିତ୍ରରେ ବିଶେଷ କରି ମୁଁ ଯେହେତୁ ଜଗନ୍ନାଥ ସଂସ୍କୃତିକୁ ଆଗକୁ ନେବାକୁ ଚାହେଁ, ମନ ଭିତରେ ଅଛି ନାହିଁ, ମୁଁ ଯେହେତୁ ଓଡ଼ିଶାରେ ଜନ୍ମ ନେଇଛି, ଓଡ଼ିଆ ପୁଅ ହିସାବରେ ମୋ ସଂସ୍କୃତିକୁ ମୁଁ କେମିତି ଆଗରେ ପହଞ୍ଚେଇବି। ନମସ୍କାର କମଲ, ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆମର ଏଇ ଏପିସୋଡରେ। କେମିତି ଅଛନ୍ତି? ନମସ୍କାର, ମୁଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି? ମୁଁ ମଧ୍ୟ ବହୁତ ଭଲ ଅଛି। ଆପଣ ଜଣେ ଚିତ୍ରଶିଳ୍ପୀ। କୁହାଯାଏ କି ଚିତ୍ରଶିଳ୍ପୀ ନିଜ ଭାବନାକୁ ନିଜ ତୁଳି ବା ଚିତ୍ର ମାଧ୍ୟମରେ ପରିପ୍ରକାଶ କରିପାରନ୍ତି। ଆଉ ଆପଣ ସେଟା ମଧ୍ୟ ପ୍ରମାଣିତ କରିସାରିଛନ୍ତି। ଯେତେବେଳେ ଆମର ଓଡ଼ିଶାର କଳା ସଂସ୍କୃତି ଉପରେ ଆମେ କଥା ହଉ, ପଟ୍ଟଚିତ୍ରର ସ୍ଥାନ ସ୍ୱତନ୍ତ୍ର। ତେବେ ମୁଁ ଜାଣିବାକୁ ଚାହିଁବି କି ପଟ୍ଟଚିତ୍ର କ'ଣ? ଯେହେତୁ ପଟ୍ଟଚିତ୍ର ହେଉଛି ଆମର ଓଡ଼ିଶାର ଗାଥା କହିଲେ ଚଳେ। ଆଜ୍ଞା। ଓଡ଼ିଶା ହଉ କି ଓଡ଼ିଶା ବାହାରେ ହଉ, ଯୋଉଠି ଆପଣ ପଟ୍ଟଚିତ୍ର କଥା କହିବେ, ପ୍ରଥମେ ତ ଓଡ଼ିଶାକୁ ହିଁ ସେମାନେ ରିପ୍ରେଜେଣ୍ଟ କରିଦିଅନ୍ତି। କାରଣ ଯୋଉଟାକି କହନ୍ତି ଓଡ଼ିଶାର ଆତ୍ମା ହେଉଛି ପଟ୍ଟଚିତ୍ର। ପଟ୍ଟଚିତ୍ର ଅନ୍ୟ କୌଣସି ସ୍ଥାନରେ ନଥିଲା, ସେଇଟା ପ୍ରଥମେ ଏଇ ଓଡ଼ିଶାରୁ ହିଁ ବାହାରିଛି। ମାନେ ଓଡ଼ିଶାର କଳା ସଂସ୍କୃତିରୁ ହିଁ ସେଇଟା ଉତ୍ପାଦନ ହେଇଛି ପଟ୍ଟଚିତ୍ର। ସେଥିପାଇଁ ପଟ୍ଟଚିତ୍ର ପାଇଁ ଓଡ଼ିଶାକୁ ବହୁତ ପ୍ରାଧାନ୍ୟ ଦିଆଯାଉଛି ଏବଂ ଓଡ଼ିଶା ମଧ୍ୟ ପଟ୍ଟଚିତ୍ର ପାଇଁ ବହୁତ ଆଡ଼େ ପରିଚିତ ହୋଇଥାଏ। ତେବେ ଏହାର ଇତିହାସ ସହିତ କ'ଣ ସମ୍ପର୍କ ରହିଛି? ଯେମିତି ଜଗନ୍ନାଥ ସଂସ୍କୃତିକୁ ନେଇକି ଆମର ଏଇ ପଟ୍ଟଚିତ୍ରର ଉତ୍ପତ୍ତି ବୋଲି କୁହାଯାଏ, ଇତିହାସ କ'ଣ କହେ ଏହା ବିଷୟରେ? ପଟ୍ଟଚିତ୍ର ହେଉଛି ଗୋଟେ ପୌରାଣିକ ଗାଥାକୁ ନେଇକି ପରିଚାଳିତ ହୋଇଯାଇଛି। ପଟ୍ଟଚିତ୍ର ମାନେ ହେଉଛି ହିଁ ପୌରାଣିକ ଗାଥା। ଯେହେତୁ ଆମେ ପୌରାଣିକ ଗାଥାକୁ ଆମେ ବିତେଇ ସାରିଛେ, ବର୍ତ୍ତମାନ ଯୁଗରେ ସେଇ ପୌରାଣିକ ଗାଥାକୁ ଆମେ କଳାକାରମାନେ କ'ଣ କରୁଛନ୍ତି ନା ପଟ୍ଟଚିତ୍ର ମାଧ୍ୟମରେ ସେଇଟାକୁ ରିପ୍ରେଜେଣ୍ଟ କରୁଛନ୍ତି ଏବଂ ସେମାନେ ଚାହୁଁଛନ୍ତି ଲୋକମାନେ କେମିତି ବିତି ଯାଇଥିବା ଯୋଉ ପୌରାଣିକ ଗାଥା ହଉ କି ଆମର ଆଗ କାଳରେ ଯୋଉ ରାଜାରାଣୀ ମାନେ ଥିଲେ ତାଙ୍କର କିଛି କାହାଣୀ ହଉ, ସେଇ ପରିକଳ୍ପନାକୁ ଆଜି କଳାକାରମାନେ ପଟ୍ଟଚିତ୍ର ଭାବରେ ରିପ୍ରେଜେଣ୍ଟ କରିକି ତାକୁ ଆଜି ଦୁନିଆ ଆଗରେ ଦେଖେଇ ପାରୁଛନ୍ତି। ଯେମିତିକି କହିଲେ ପଟ୍ଟଚିତ୍ର ଆମ ଓଡ଼ିଶାର, ସେମିତି ଭାରତରେ ଅନ୍ୟ ରାଜ୍ୟରେ ପଟ୍ଟଚିତ୍ର ରହିଛି? ନିଶ୍ଚୟ, ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ବାହାରରେ ମଧ୍ୟ ପଟ୍ଟଚିତ୍ର ରହିଛି, ଯୋଉଟାକି ହେଲା ଆପଣ ମାନେ ଜାଣିଥିବେ ୱେଷ୍ଟ ବେଙ୍ଗଲ ବୋଲି ଅଛି। ୱେଷ୍ଟ ବେଙ୍ଗଲରେ ମଧ୍ୟ ପଟ୍ଟଚିତ୍ର ରହିଛି, କିନ୍ତୁ ପ୍ରଥମେ ଓଡ଼ିଶାରେ ଆରମ୍ଭ ହୋଇଥିଲା ଯେତେବେଳେ ଓଡ଼ିଶା ମାନ୍ୟତା ପାଇଥିଲା, ପଟ୍ଟଚିତ୍ର ମାନ୍ୟତା ପାଇଥିଲା 2008 ମସିହାରେ। କିନ୍ତୁ ତାର 10 ବର୍ଷ ପରେ ମାନେ 2018 ମସିହାରେ ପଟ୍ଟଚିତ୍ରର ମାନ୍ୟତା ପାଇଲା ୱେଷ୍ଟ ବେଙ୍ଗଲ। କିନ୍ତୁ ୱେଷ୍ଟ ବେଙ୍ଗଲ ଯୋଉ ପଟ୍ଟଚିତ୍ର, ସେଇଟାକୁ ପଟ୍ଟଚିତ୍ର କୁହାଯାଉ ନାହିଁ, ତାକୁ ଚାରୁଚିତ୍ର କୁହାଯାଉଛି। ତେଣୁ ଓଡ଼ିଶାର ପଟ୍ଟଚିତ୍ର ଏବଂ ୱେଷ୍ଟ ବେଙ୍ଗଲର ପଟ୍ଟଚିତ୍ର ମଧ୍ୟରେ ବହୁତ ସାମଞ୍ଜସ୍ୟ ରହିଛି। କିନ୍ତୁ ଆମ ଓଡ଼ିଶାର ପଟ୍ଟଚିତ୍ର କେମିତି ସ୍ୱତନ୍ତ୍ର? ଦେଖନ୍ତୁ, ଓଡ଼ିଶାର ପଟ୍ଟଚିତ୍ର କହିଲେ ପଟ୍ଟଚିତ୍ର ବି ଅନୁଯାୟୀ ବହୁତ ପଟ୍ଟଚିତ୍ରରେ ବି ବହୁତ ଗାଥା ରହିଛି। ଯେମିତିକି ଆମେ ଗୋଟେ ସାଧାରଣ ଯେତେବେଳେ ଗୋଟେ ଚିତ୍ର କରିଥାଉ, ତାର ବର୍ଣ୍ଣନାକୁ ନେଇକି ପଟ୍ଟଚିତ୍ର ବର୍ଣ୍ଣନା ବହୁତ ଡିଫରେଣ୍ଟ ଥାଏ। ଯେମିତିକି ଆମେ ସାଧାରଣ କିଛି ପେଣ୍ଟିଂ କଲା ବେଳେ ଗୋଟେ ଆଖିର ମନେକର ଗୋଟେ ଉଦାହରଣ ଦଉଛି, ଯେମିତିକି ଆମେ ଗୋଟେ ନର୍ମାଲ ଗୋଟେ ପେଣ୍ଟିଂ କରିଥାଉ, ପୋର୍ଟ୍ରେଟ ବି ଯାହାର କରିଥାଉ, ଆଖିଟାକୁ ଆମେ ବନେଇଥାଉ। କିନ୍ତୁ ପଟ୍ଟଚିତ୍ରରେ ତାର ପୌରାଣିକ ଗାଥା କହୁଛି ଯେ ଆମେ ପଟ୍ଟଚିତ୍ରରେ ସେଇ ଆଖିର ଯେମିତି ମନୁଷ୍ୟର ଆଖିଟାକୁ ଆମେ ପଦ୍ମ ସହିତ ତୁଳନା କରୁଛୁ, ସେଇଭଳି ପଟ୍ଟଚିତ୍ରର ଆଖିକୁ ମୀନ ସହିତ ତୁଳନା କରାଯାଇଛି। ପୌରାଣିକ ଗାଥାରେ ପୁରା ଲିଖିତ ଅଛି ଯେ ପଟ୍ଟଚିତ୍ରର ସେ ଯୋଉ ଆଖିକୁ ତାକୁ ମୀନ ସହିତ ତୁଳନା କରାଯାଇଛି। ସେଥିପାଇଁ ପଟ୍ଟଚିତ୍ର ହିଁ ପୌରାଣିକ ଗାଥାରୁ ଆସିଛି। ପଟ୍ଟଚିତ୍ର ସବୁଯାକ ଭିନ୍ନ। ଆମେ ନର୍ମାଲ ପେଣ୍ଟିଂରେ ବ୍ୟବହାର କରୁଛୁ କିଛି
ମାନେ ୟୁଜ୍ କରୁଛୁ ମାନେ ନର୍ମାଲ ବେସିକ୍ ୟୁଜ୍ କରିକି ତିଆରି କରୁଛୁ, କିନ୍ତୁ ପଟ୍ଟଚିତ୍ରରେ କୌଣସି ନର୍ମାଲ ବେସିକ୍ ନଥାଏ। ଯାହା ପୌରାଣିକ ଗାଥାରୁ ଆସିଥାଏ, କୋଉ ପଟ୍ଟଚିତ୍ରରେ କିଛି ରେଖା ତୁଳନା ହେଇଥାଏ, କିଛି କଚ୍ଛପ ମାନଙ୍କ ସହିତ ବି ତୁଳନା ହେଇକି ରହିଛି, କିଛି ଟ୍ରାଙ୍ଗେଲ ଯୋଉଟା କି ପଟ୍ଟଚିତ୍ର ୟୁଜ୍ ହେଇଛି ତାହା ମୀନ ସହିତ ତୁଳନା ହେଇକି ରହିଛି। ଏଇଭଳି ଭାବରେ ପୌରାଣିକ ଗାଥା ସହିତ କିଛି ତୁଳନା ହେଇକି ପଟ୍ଟଚିତ୍ର ତିଆରି ହେଇକି ରହିଛି। ଆଚ୍ଛା। ଯେମିତି ଆପଣ କହିଲେ କି କଚ୍ଛପ ହେଲା କି ପଦ୍ମ ସହିତ ତୁଳନା କରାହେଇଛି ଆଖିକୁ, ସେଇଭଳି ଭାବରେ ଆଧୁନିକ ପଟ୍ଟଚିତ୍ର ଗୋଟେ ପୌରାଣିକ ପଟ୍ଟଚିତ୍ର ରହିଛି। ତ ଏଇଟା ଆପଣ ଆପଣଙ୍କ ଦୃଷ୍ଟିଭଙ୍ଗୀରେ କେମିତି ଦେଖୁଛନ୍ତି? ଏବେ ଏବେ କୋଉଟା ବେଶୀ ଚାଲିଛି? ନାଇଁ, ଏବେ ତ ଯେହେତୁ ମଡର୍ଣ୍ଣାଇଜ ହେଇଗଲାଣି, ସେଥିପାଇଁ ଆର୍ଟିଷ୍ଟ ମାନେ କଣ କରୁଛନ୍ତି ନା ଯୋଉଟା କି ମଡର୍ଣ୍ଣ ଆର୍ଟ କରୁଛନ୍ତି ବା ମଡର୍ଣ୍ଣ ପଟ୍ଟଚିତ୍ର ତିଆରି କରୁଛନ୍ତି, କିନ୍ତୁ ସେଇଟା ଆକ୍ଚୁଆଲି ପଟ୍ଟଚିତ୍ର ନୁହେଁ। ଟ୍ରାଡିସନାଲ ପଟ୍ଟଚିତ୍ର ହଉଛି ଯୋଉଟା କି ଆଗ କାଳର ପୌରାଣିକ ଗାଥାକୁ ରିପ୍ରେଜେଣ୍ଟ କରେ, କିନ୍ତୁ ଆଜିର ଯୋଉ ମଡର୍ଣ୍ଣାଇଜ ପଟ୍ଟଚିତ୍ର ଆର୍ଟିଷ୍ଟ ମାନେ ବନଉଛନ୍ତି ତା ଦେହରେ କିଛି ମାନେ ତା ଦେହରେ କିଛି ବୁଝିଲା ଭଳି ଜିନିଷ ନାହିଁ। ମଡର୍ଣ୍ଣ ପଟ୍ଟଚିତ୍ର ହଉଛି ଏବେ ଯୋଉଟା ଚାଲିଛି ମଡର୍ଣ୍ଣ ପଟ୍ଟଚିତ୍ର, ସେଇଟାରେ କଣ ନା ଆର୍ଟିଷ୍ଟ ମାନେ ତାଙ୍କ ନିଜ ଭାବନାକୁ ଯାହା ମାନେ ନିଜ ମନକୁ ଯୋଉଟା ପରିକଳ୍ପନା ଭାବୁଛନ୍ତି ସେଇଟାକୁ ସେମାନେ ଦେଖଉଛନ୍ତି, କିନ୍ତୁ ସେଇଟା ହଉଛି ପଟ୍ଟଚିତ୍ର ନୁହେଁ। ଟ୍ରାଡିସନାଲ ପଟ୍ଟଚିତ୍ର ହଉଛି ଯୋଉଟା କି ଆମର ଆଗରୁ ଯୋଉ ଗାଥାଟା ଅଛି ପୁରା ସେଇ ଆର୍ଟଟା ଆମେ କରୁ, ଯୋଉ ଆର୍ଟଟାକୁ ଜଣେ ଦେଖିଲା ମାତ୍ରେ ଜାଣିଯିବ ଯେ ଆଗ କାଳରେ କଣ କଣ ହେଇଥିଲା, ପୁରା ସେଇଟା ପୁରା ଜାଣି ହଉଥିବ। କିନ୍ତୁ ଆଜିକା ଡେଟରେ ଯୋଉ ପଟ୍ଟଚିତ୍ର ହଉଛି ସେଟା ସେ ପଟ୍ଟଚିତ୍ର ହଉଛି ଯୋଉଟା କି କିଛି ନା ତାର କିଛି ମାନେ ରହୁଛି। ସେଇଟା ଓନ୍ଲି ଖାଲି ସେମାନେ କଣ କରୁଛନ୍ତି ନା ନିଜର ପରିକଳ୍ପନା, ମନ ଭିତରେ ଯୋଉ ପରିକଳ୍ପନା ଆସୁଛି, ଯାହା ଏଇ ଦୁନିଆରେ ଚାଲୁଛି, ଯାହା ଏବିକା ଯୁଗରେ ଯାହା ପରିକଳ୍ପନା ବା ସାଂସ୍କୃତିକ ଯୁଗରେ ଯାହା ଚାଲୁଛି ସେଇଟାକୁ ସେମାନେ ପରିକଳ୍ପନା କରିକି ଦେଖଉଛନ୍ତି ସେମାନେ। ଯେମିତି ଆପଣ କହିଲେ କି ପୌରାଣିକ କଥାକୁ ଆମେ ପଟ୍ଟଚିତ୍ର ମାଧ୍ୟମରେ ପରିପ୍ରକାଶ କରିହୁଏ। ଆଜ୍ଞା। ଯୋଉ ମାଇଥୋଲୋଜିକାଲ ଷ୍ଟୋରିଜକୁ ଯେତେବେଳେ ଜଣେ ଚିତ୍ରଶିଳ୍ପୀ ଅଙ୍କନ କରେ, ରୂପ ଦିଏ ଗୋଟେ ପଟ୍ଟଚିତ୍ରର, କେମିତି ସେଟା ଗୋଟେ ଜଣେ ସାଧାରଣ ମଣିଷ ଯେତେବେଳେ ଗୋଟେ ଚିତ୍ରକୁ ଦେଖୁଛି, ପଟ୍ଟଚିତ୍ରକୁ କେମିତି ବୁଝିବ ସେ? ଯୋଉଟା କହିଲେ ମାଇଥୋଲୋଜିକାଲ ଷ୍ଟୋରି, ସେଇଟା ହଉଛି ଆମର ପୌରାଣିକ କାହାଣୀ କହିଲେ ଚଳେ। ପୌରାଣିକ କାହାଣୀ ହଉଛି ଯୋଉଟା କି ଆମର ରହିଲା ମାନେ ଆମର ଓଡିଶାର ଯୋଉଟା ସଂସ୍କୃତି, ଖାଲି ଓଡିଶାର ନୁହଁ, ଯୋଉଟା ପୌରାଣିକର ସଂସ୍କୃତି ରହିଆସିଛି, ଯେମିତି କି ଆମର ଆମ ହିନ୍ଦୁ ଧର୍ମର। ଯେମିତି ଆମର ବୋଇତ ବନ୍ଦାଣ ହଉ, ସାତପୁଅ ସାଧବ ବୋହୂ ଯେମିତି ଯାଆନ୍ତି ବାଣିଜ୍ୟ କରିବା ପାଇଁ, ଯେମିତି ରଥଯାତ୍ରା ହଉ, ଠାକୁରଙ୍କର ରଥଯାତ୍ରା ହୁଏ, ସ୍ନାନ ପୂର୍ଣ୍ଣିମା ହଉ, ଏଇଭଳି ଯୋଉ ପର୍ବପର୍ବାଣୀ ରହିଛି ସେଗୁଡାକୁ ରିଲେଟେଡ କରିକି ଆମର କରାଯାଇଥାଏ। ସେଟା ହଉଛି ଆମର ମାଇଥୋଲୋଜିକାଲ ଷ୍ଟୋରି। ସେଟା କଳାକାର ମାନେ ଏଥିପାଇଁ ତାକୁ ଭାବନ୍ତି ଯେ ଯେହେତୁ ଯୋଉ କଳାକାର ବି ଏଠି ମାଇଥୋଲୋଜିକାଲ ଷ୍ଟୋରିକୁ ନେଇକି ପେଣ୍ଟିଂ କରୁଛି, ସିଏ ବି ଭାବେ, ମାନେ ତାକୁ ବି ରିସର୍ଚ୍ଚ କରିବାକୁ ପଡେ, ତାକୁ ବି ପଢିବାକୁ ପଡେ ଯେ କଣ କରିବି, ନିଜ ମନକୁ ସେଇଟାକୁ ନ ନେଲେ କେବେ ହେଲେ ଆମେ ତାକୁ ହାତରେ ରଙ୍ଗ ତୁଳିରେ ତାକୁ ରିପ୍ରେଜେଣ୍ଟ କରିପାରିବା ନାହିଁ କେବେ ହେଲେ ବି। ଯେକୌଣସି ଯିଏ ଗୋଟେ କଳାକାର ହଉ, ଆଗେ ସିଏ ତା ମନକୁ ନିଏ ଏବଂ ସିଏ ବିଚାରଧନକୁ ଆଣେ, ନାହିଁ ଏଇ ଷ୍ଟୋରିଟା କଣ, ସିଏ ନିଜେ ଜାଣେ। ଯେମିତିକି ଆମର ଏଇ ଯୋଉ ମାଇଥୋଲୋଜିକାଲ ଷ୍ଟୋରି ଆଉ ଗୋଟେ ବି ଯାଉଛି, ଯେମିତି ଆମର ରାମାୟଣ ହଉ କି ମହାଭାରତ ହଉ, ମହାଭାରତରେ ସେଇ ଯୋଉ ରାମାୟଣରେ ସେ ଯୋଉ ହନୁମାନଙ୍କର ଯୋଉ ଗାଥା ଥିଲା, ସେଟାକୁ ବି ତାକୁ ଆମେ ଷ୍ଟଡି କରୁଛୁ। ସେଇ ଷ୍ଟଡିଟାକୁ ନେଇ ସେଇ କାହାଣୀକୁ ଆମେ ବାସ୍ କଣ କରୁ ନା କପଡାରେ ଆମେ କଣ କରୁ, ରଙ୍ଗ ତୁଳି ମାଧ୍ୟମରେ ସେଇ କାହାଣୀକୁ ପରିଦର୍ଶିତ କରିଥାଉ। ସେଇଟାକୁ ହିଁ ମାଇଥୋଲୋଜିକାଲ ଷ୍ଟୋରିକୁ ନେଇକି ସେ ଯୋଉ କଳାକାର ମାନେ ଆପଣ ଯୋଉ କହିଲେ ଆସନ୍ତି, ସେଇଟାକୁ ହିଁ କରୁ। ମାଇଥୋଲୋଜିକାଲ ଷ୍ଟୋରିକୁ ଏବେ ମାନେ ତାକୁ ସିମ୍ପ୍ଲିଫାଇ କରିଦେଇଛନ୍ତି ମାଇଥୋଲୋଜିକାଲ ଷ୍ଟୋରି, କିନ୍ତୁ ଆଗ କାଳେ ସେ ମାଇଥୋଲୋଜିକାଲ ଷ୍ଟୋରି ଚାଲୁନଥିଲା, ଯୋଉଟା କି କହୁଥିଲି ମୁଁ ତା ଓଡିଆ ଥିଲା ପୌରାଣିକ କାହାଣୀ। କିନ୍ତୁ ଯେହେତୁ ଏବେ ଡେଭଲପରାଇଜ ହେଲାଣି, ସେଥିଲାଗି ମାଇଥୋଲୋଜିକାଲ ଷ୍ଟୋରି, ଯୋଉଟା କି ଏବିକା ଡେଟରେ ବି ମଧ୍ୟ ଯୋଉମାନେ ପଛୁଆ ବର୍ଗର ଲୋକମାନେ ଅଛନ୍ତି ସେମାନେ ମଧ୍ୟ ବୁଝିପାରୁନାହାନ୍ତି, ଷ୍ଟୋରି କହିଲେ ବୁଝିପାରନ୍ତିନି। କିନ୍ତୁ ତାଙ୍କୁ କହିବେ ଯେ ଆଗ କାଳରେ ଯୋଉ ଚାଲିଥିଲା ଆମର ଘରେ ଘରେ ଯୋଉମାନେ ପଢୁଥିବେ, ରାମାୟଣ ପଢୁଥିବେ, ମହାଭାରତ ପଢୁଥିବେ, ସେମାନେ ତାଙ୍କୁ ବୁଝେଇଦେଲେ ସେମାନେ ଜାଣିଯିବେ। ତାପରେ ସେମାନେ ଚିତ୍ରକୁ ଦେଖିକି ଜାଣିଯିବେ, ନାଇଁ ହୁଏତ ଆମେ ପଟ୍ଟଚିତ୍ର କରିପାରୁ, ସେ ଚିତ୍ରର ନାଁ ସେମାନେ ଜାଣିପାରୁନଥିବେ, କିନ୍ତୁ ଚିତ୍ର ଦେଖିକି ସେମାନେ ଜାଣିଯିବେ ନା ହଁ କଣ କଣ ତା କାହାଣୀ ପଛରେ? ଥିଲା, କଣ ଥିଲା, ଥରେ ବୁଝେଇଦେଲେ ସେମାନେ ଜାଣିପାରିବେ। ନିହାତି ଭାବରେ। ତେବେ ପଟ୍ଟଚିତ୍ର ଯୋଉ କରାଯାଏ, ସେଥିରେ କଣ କଣ ସବୁ ସାମଗ୍ରୀ ବ୍ୟବହାର କରାଯାଏ? ବେସିକାଲି ପଟ୍ଟଚିତ୍ର ଯେତେବେଳେ ତିଆରି ମାନେ ଆଜିକା ଡେଟରେ କହୁଛି, ସବୁ ଆର୍ଟ ଭିତରେ ପଟ୍ଟଚିତ୍ର ଆର୍ଟଟା ହଉଛି ଭିନ୍ନ। କାରଣ ପଟ୍ଟଚିତ୍ର ଏମିତି ଗୋଟେ ଆର୍ଟ, ନା କୌଣସି କେମିକାଲ ୟୁଜ ହୁଏ, ନା କିଛି କେମିକାଲର କିଛି ପଦାର୍ଥ ତା ଦେହରେ ଲାଗିନଥାଏ। ସେ ଯୋଉ କପଡା ପଟ୍ଟଚିତ୍ର ଆମେ ଯୋଉ କପଡାରେ ବନାଉ, ସେ କପଡା ହଉଛି କପଡାରେ ଖଡି, ଆମର ଯୋଉ ଆଗରେ ଯୋଉ ଖଡି ଆସେ ପିଲାମାନେ ପାଠ ପଢନ୍ତି, ସେ ଖଡି, ଚକ୍,
ଆଉ କିଛି ମଞ୍ଜି ଜଙ୍ଗଲ ଜାତୀୟ ଦ୍ରବ୍ୟର କିଛି ମଞ୍ଜିର ଚୂର୍ଣ୍ଣରେ ମିଶ୍ରିତ କରାଇ ସେ କପଡ଼ା ଉପରେ ଲେପନ ଆମେ କରିଥାଉ। ତାକୁ ତାପରେ ଶୁଖିଲା ପରେ ତା ଉପରେ ଆର୍ଟ କରାଯାଏ। ପୁଣି ଆର୍ଟ କଲା ବେଳେ ଯୋଉ କଲର ଲାଗେ ସେ କୌଣସି କେମିକାଲ ରଙ୍ଗ ନୁହଁ, ସେଇ ପତ୍ରରୁ ତିଆରି ହେଇଥାଏ ରଙ୍ଗ। ସେଇ ରଙ୍ଗକୁ ହିଁ ଆମେ ୟୁଜ କରିକି ପଟ୍ଟଚିତ୍ର କରିଥାଉ। ତେବେ କେତେ ସମୟ ଲାଗେ ଯଦି ଗୋଟେ ପଟ୍ଟଚିତ୍ର କରାଯାଏ? କେତେ ସମୟ ନିଅନ୍ତି? ଯେମିତି କହିଲି ଆପଣଙ୍କୁ ଏବେ ଯେ ପଟ୍ଟଚିତ୍ର ବି ସବୁଠାରୁ ଭିନ୍ନ, କାରଣ ଆ ଦେହରେ କିଛି କେମିକାଲ ନଥାଏ। ସେମିତି ପଟ୍ଟଚିତ୍ର ବି ସବୁଠୁ ଭିନ୍ନ, ଯୋଉଟା କି ବହୁତ ଟାଇମ। ଆପଣ ଆଚ୍ଛା। ପୋର୍ଟ୍ରେଟ ବନାନ୍ତୁ, ଅଲଗା ପେଣ୍ଟିଂ ବନାନ୍ତୁ, କ୍ୟାନଭାସ ପେଣ୍ଟିଂ ବନାନ୍ତୁ, କମ ଟାଇମ ରେ ହେଇଯିବ। କମ ଟାଇମ मतलब 1 ଆୱାର 2 ଆୱାର ଭିତରେ ହେଇଯିବ। କିନ୍ତୁ ପଟ୍ଟଚିତ୍ର ଗୋଟେ ପେଣ୍ଟିଂ ଯୋଉଟା କି 1 ୱିକ୍ 2 ୱିକ୍ ଲାଗିଯାଏ ତାକୁ ଡିଟେଲିଂ କରିକି ବନେଇବା ପାଇଁ ପଟ୍ଟଚିତ୍ର। ଆଚ୍ଛା। ତେବେ ଆପଣଙ୍କ କଥା ଯଦି ମୁଁ କହିବି, ଆପଣ ପଟ୍ଟଚିତ୍ରରେ କଣ ସବୁ କରିସାରିଲେଣି? ନାଇଁ, ମୁଁ ପଟ୍ଟଚିତ୍ରରେ ବିଶେଷ କରି ମୁଁ ଯେହେତୁ ଜଗନ୍ନାଥ ସଂସ୍କୃତିକୁ ଆଗକୁ ନବାକୁ ଚାହେଁ, ମନ ଭିତରେ ଅଛି ନାଇଁ ମୁଁ ଯେହେତୁ ଓଡିଶାରେ ଜନ୍ମ ନେଇଛି, ଓଡିଆ ପୁଅ ହିସାବରେ ମୋ ସଂସ୍କୃତିକୁ ମୁଁ କେମିତି ଆଗରେ ପହଞ୍ଚେଇବି। ଖାଲି ଜାତୀୟ ସ୍ତରରେ ନୁହଁ, ବିଶ୍ୱ ସ୍ତରରେ ବି ପହଞ୍ଚେଇବି, ସେଇଟା ମୁଁ ଭାବେ। ସେଥିପାଇଁ ମୁଁ ବିଶେଷ କରିକି ଏଇଖିନା ବର୍ତ୍ତମାନ ମୁଁ କଣ କରୁଛି ନା, ଜଗନ୍ନାଥଙ୍କର ଯେତିକି ଅବତାର ଅଛି, କଳ୍କି ଅବତାର ହଉ, ନୃସିଂହ ଅବତାର ହଉ, ସେଇ ଅବତାର ଗୁଡାକୁ ମୁଁ ଏଇଖିନା ପେଣ୍ଟିଂ ମାଧ୍ୟମରେ ବନେଇଛି। ଏବଂ ଓଡିଶାର ଯୋଉ ସଂସ୍କୃତି ଅଛି, ଯୋଉଟା କି ଆମର ହଉଛି ଯେତିକି ଅଛି, ମାନେ ବୋଇତ ବନ୍ଦାଣ ହଉ, ରଜ ହଉ, ଏଗୁଡାକୁ ମୁଁ ସବୁ ପଟ୍ଟଚିତ୍ର ମାଧ୍ୟମରେ ରିପ୍ରେଜେଣ୍ଟ କରିକି ଲୋକମାନଙ୍କୁ ଦେଖେଇବା ପାଇଁ। ତେବେ ଆପଣ ଯୋଉ ଚିତ୍ର ପ୍ରତି ଆପଣଙ୍କର ଯୋଉ ଭଲ ପାଇବା, କେବେଠୁ ଆପଣଙ୍କର ଏଇ ଭଲ ପାଇବା ଷ୍ଟାର୍ଟ ହେଇଥିଲା ଚିତ୍ର ପାଇଁ? ଏଇଟା ତ ଦୁଃଖ ଲାଗେ କହିବା ପାଇଁ, କାରଣ ମୋ ଚିତ୍ରକଳା ବହୁତ ସଂଘର୍ଷରେ ମୁଁ ଆସିଛି ଏଇ ଚିତ୍ରକଳାରେ। ଏଇଟା ମୁଁ ଆରମ୍ଭ କରିଥିଲି 2 କ୍ଲାସରୁ ମୁଁ ଏଇଟା ଆରମ୍ଭ କରିଥିଲି, ଆଉ ମାତ୍ର ଗୋଟେ ଫର୍ଦ୍ଦ କାଗଜରେ ଆରମ୍ଭ କରିଥିଲି। ଆଉ ମତେ ଆଜି ଖୁସି ଲାଗେ, ଯାହା ହଉ ମତେ ସେଇ ଗୋଟେ ଫର୍ଦ୍ଦ କାଗଜ ଆଜି ଏଇ ଜାଗାରେ ମତେ ଠିଆ କରି, ସେଇ 2 କ୍ଲାସରୁ ହିଁ ଆରମ୍ଭ କରି ଆଜି ଏଇ ଜର୍ଣ୍ଣି ଏଇ ଜାଗାରେ ପହଞ୍ଚିଛି। ଲୋକମାନେ ତା ସହିତ ଲୋକମାନଙ୍କର ଭଲ ପାଇବା ରହିଛି ଏବଂ ବାବା ମାଙ୍କ ଆଶୀର୍ବାଦ ରହିଛି ତାଙ୍କରି ପାଇଁ, ଏବଂ ଭଗବାନଙ୍କ ଆଶୀର୍ବାଦ ପାଇଁ ଆଜି ଏଇ ଜାଗାରେ ପହଞ୍ଚିଛି। ସେଥିପାଇଁ ମୁଁ ସବୁବେଳେ ଭଗବାନ, ଯୋଉ ବି ମୋର କିଛି ଆର୍ଟ କରେ କି ପେଣ୍ଟିଂ କରେ, ସବୁ ଭଗବାନଙ୍କ ପାଖରେ ଅର୍ପିତ କରିଥାଏ। ଏବଂ ମୋର ପ୍ରାୟତଃ ଆର୍ଟ 100% ରୁ 90% ଆର୍ଟ ସେଇ ପୌରାଣିକ ଗାଥା ଉପରେ ହେଇଥାଏ। ଏବଂ ମୋର ଯୋଉ ମିନିଏଚର କ୍ରାଫ୍ଟ ମଧ୍ୟ ଥାଏ, ସେ କ୍ରାଫ୍ଟ ଗୁଡାକ ମଧ୍ୟ ଠାକୁରଙ୍କ ଉପରେ ହିଁ ମୁଁ ସବୁ କ୍ରାଫ୍ଟ କରେ। ଆପଣ ଚଳିତ ବର୍ଷ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ଆଜ୍ଞା। ସ୍ଥାନ ବନେଇ ପାରିଛନ୍ତି। ନିଶ୍ଚିତ ଭାବେ ଭିଉଅର୍ସ ମାନଙ୍କୁ ଟିକେ କହିବେ କଣ ଆପଣ ରିପ୍ରେଜେଣ୍ଟ କରିଥିଲେ, ଆଉ କେମିତି ଏ ଆଇଡିଆଟା କେମିତି ଆପଣଙ୍କ ମନକୁ ଆସିଥିଲା? ନାଇଁ, ନିଶ୍ଚୟ ମୁଁ ତ ମାନେ ସେଇ ହୁଏତ ସେଇ ଭଗବାନଙ୍କ ଆଶୀର୍ବାଦ ଆଉ ଲୋକମାନେ ଏତେ ସାରା ଭଲ ପାଇବା ଦେଇଛନ୍ତି ବୋଲି ମୋ ଦେହରେ ଗୋଟେ ମାନେ ଏନର୍ଜି ଆସିଲା। ନାହିଁ, ଲୋକମାନେ ଯଦି ମତେ ଭଲ ପାଇବା ଦଉଛନ୍ତି, ମୁଁ ବି ଲୋକମାନଙ୍କ ପାଇଁ ବି ଗୋଟେ କିଛି କଳା ଦେଖେଇ ପାରିବି, ଯୋଉଟା କି ଖାଲି ଆମ ଓଡିଶାରେ ରହିଯିବନି, ଜାତୀୟ ସ୍ତରରେ ପହଞ୍ଚିବ। ଯାହା ମୁଁ ଠାକୁରଙ୍କ ନାଁ ଧରିକି ତିଆରି କରିଥିଲି, ଯୋଉଟା କି ମୋର ଥିଲା ନନ୍ଦିଘୋଷ ରଥର ମିନିଏଚର ଥିଲା। ଯୋଉ ମିନିଏଚରଟା କି ତିଆରି ହେଇଥିଲା ମାତ୍ର 14 ଖଣ୍ଡ କାଠରେ, ଯୋଉଟା କି ଆପଣ ମାନଙ୍କୁ କ୍ୟାମେରା ସାମ୍ନାରେ ମଧ୍ୟ ଦେଖେଇ ପାରିବି। ଏଇଟା ଥିଲା ସେଇ ନନ୍ଦିଘୋଷ ରଥର ମିନିଏଚର, ଯୋଉ ମିନିଏଚରଟା ଆପଣଙ୍କର ତିଆରି ହେଇଥିଲା ମାତ୍ର 14 ଖଣ୍ଡ କାଠରେ ତିଆରି ହେଇଥିଲା। ଏବଂ ଆଉ ଗୋଟେ କଥା, ମୁଁ ଯେତେବେଳେ ଏଇଟାକୁ ତିଆରି କରିଥିଲି ମୁଁ ଭଗବାନଙ୍କ ନାଁ ନେଇ, କାରଣ ଯେତେ ବଡ ଚିତ୍ରକାର ହେଲେ ମଧ୍ୟ ମନରେ ଡର ଥାଏ, ନାଇଁ କୋଉଠି ଗୋଟେ ଭାଙ୍ଗିଯିବ। ଯେତେବେଳେ ଭଗବାନଙ୍କ ନାଁ ନେଇ ତିଆରି କରିଥିଲି, କିନ୍ତୁ ଏଇଟା ମୁଁ ଭଗବାନଙ୍କୁ ମାନେ ଭକ୍ତିର ସହିତ ଡାକିକି ଯେତେବେଳେ କରିଥିଲି, ସେତେବେଳେ ମୁଁ ମାନେ ଲାଷ୍ଟକୁ ମୁଁ ଭଗବାନଙ୍କୁ ଏତିକି କହିଥିଲି, ଯାହା ମୁଁ ଖାଲି ଠାକୁରଙ୍କ ସାମ୍ନାରେ ଠିଆ ହେଲେ କିଛି ନଥାଏ, ଯୋଉ ସ୍ଥାନରେ ରହିଲେ ମଧ୍ୟ କଳାରେ ମଧ୍ୟ ଅର୍ପିତ କଲେ ବି ଠାକୁର ସେଇ ଜାଗାରେ ହେଇଯାଏ। ମୁଁ ଏତେ ମାତ୍ରାରେ ଭକ୍ତିରେ କରିଥିଲି, ଯାହାଫଳରେ 45 ମିନିଟରେ ଆକୁ ସାରିଥିଲି, ମୁଁ ମାନେ କମ୍ପ୍ଲିଟ କରିଥିଲି ଏବଂ ଟିକେ ମଧ୍ୟ ଭାଙ୍ଗି ନଥିଲା। ମୁଁ ଏଇଟା ହିଁ ଥିଲି, ଟିକେ ମଧ୍ୟ ଭାଙ୍ଗି ନଥିଲା ଏବଂ ଆ ଦେହରେ କୌଣସି କେମିକାଲ ଗ୍ଲୁ ମଧ୍ୟ ୟୁଜ ହେଇନି, ଯୋଉଟା କି ଆପଣ ସାଧାରଣ ବ୍ୟବହାର କରୁଥିବେ, ଯୋଉଟା କି ଘରେ ବ୍ୟବହାର କରୁଥିବେ ପୂଜା ପର୍ବରେ ଆପଣ ମଇଦାକୁ ଯେତେବେଳେ ଗରମ ପାଣିରେ ଗରମ କରିକି ଯେତେବେଳେ ଲଗାଉଛନ୍ତି, ପତାକା ଲଗାଉଥିବେ, ସେଇ ଅଠାରେ ହିଁ ଏଇଟା ତିଆରି ହେଇଛି। ମୁଁ ଯେତେବେଳେ ଫାଷ୍ଟ ମଧ୍ୟ ଏଇଟା ରିପ୍ରେଜେଣ୍ଟ କରିଥିଲି, ସେମାନେ ବି ବିଶ୍ୱାସ କରୁନଥିଲେ। ଯେତେବେଳେ ସେମାନେ ଆସିକି ଯେତେବେଳେ ସମ୍ମୁଖରେ ଦେଖିଥିଲେ, ସେମାନେ ସେତେବେଳେ ହିଁ ବିଶ୍ୱାସ କଲେ। ଏବଂ ଏଇଟାକୁ ମୁଁ ଆଜି ଗର୍ବିତ, ଯାହା ଆମ ଓଡିଶାର ସଂସ୍କୃତି, ଯୋଉଟା କି ନନ୍ଦିଘୋଷ ରଥ ମହାପ୍ରଭୁଙ୍କ ମାନେ ମହାପ୍ରଭୁଙ୍କ ଆମେ ପୁଅ କହିଲେ ଚଳେ, ଯାହା ମୁଁ ଆଜି ଏଇଟାକୁ ଜାତୀୟ ସ୍ତରରେ ପହଞ୍ଚେଇ ପାରିଛି ଏବଂ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନାଁ ପାଇଛି। ବହୁତ ସୁନ୍ଦର ହେଇଛି। ମାନେ ମୁଁ ନିଜକୁ ବ୍ଲେସ୍ଡ ଭାବୁଛି ଏଥିପାଇଁ, କାରଣ ସବୁଠୁ ଛୋଟ ନନ୍ଦିଘୋଷ ରଥ ମୋ ହାତରେ ଆଜି। ଏଇଟା ଚକ ଯୋଉ ଆପଣ କରିଛନ୍ତି, କୋଉଥିରେ କରିଛନ୍ତି? ଚକଟା ହେଇଛି ଆପଣ ମାନେ ଯୋଉ
ଯେତେବେଳେ ଠାକୁର ପୂଜା ସରିଲା ପରେ କି ହଁ ଆପଣ ଡିଆସିଲ୍ କାଠି ସରିଗଲା ପରେ ହୁଁ ଯୋଉ ଖୋଳଟାକୁ ଆପଣ ଫିଙ୍ଗି ଦଉଛନ୍ତି ହଁ ହଁ ସେଇ ହଁ ଡିଆସିଲ୍ ଖୋଳରେ ହିଁ ଏହି ଚକଟା ପ୍ରସ୍ତୁତ ହେଇଛି। ବହୁତ ସୁନ୍ଦର ହେଇଛି। ନିଶ୍ଚିତ ଭାବେ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ନିହାତି ରହିଛି। ଆପଣ ଯେତେବେଳେ ଯେମିତି କହିଲେ ଜଗନ୍ନାଥଙ୍କର କଲଚରକୁ ଆପଣ ବିଶ୍ୱସ୍ତରରେ ପହଞ୍ଚେଇବାକୁ ଚାହୁଁଛନ୍ତି, ତେବେ ଯେତେବେଳେ ଆପଣ ଗୋଟେ ଚିତ୍ର ଆଙ୍କୁଛନ୍ତି ବା ଏଭଳିଆ କୌଣସି କ୍ରାଫ୍ଟ ଯେତେବେଳେ ବନଉଛନ୍ତି, ଆପଣ ଫିଲ୍ କରନ୍ତି କି ଜଗନ୍ନାଥଙ୍କ ବ୍ଲେସିଂସ୍ ଆପଣଙ୍କ ସାଙ୍ଗରେ ଅଛି? ନିଶ୍ଚୟ, ଯେହେତୁ ହୁଁ ମୁଁ ମୂଳରୁ ଅନୁଭୂତି ଯେହେତୁ କଣ ଅଛି ଏସବୁକୁ ନେଇକି? ଏଇଟା ନିଶ୍ଚୟ ତ ଗୋଟେ ଅନୁଭୂତି କହିଲେ ତ ନନ୍ଦିଘୋଷ ରଥ ବିଷୟରେ କହିଲେ, ସେମିତି ଆଉ କଣ ଅଛି? ଅଛି। ଯେତେବେଳେ ମୁଁ ପଟ୍ଟଚିତ୍ର ପେଣ୍ଟିଂ କରୁଥିଲି, ଯୋଉଟା କି ମୋର ଫାଷ୍ଟ ପଟ୍ଟଚିତ୍ର ପେଣ୍ଟିଂ ଥିଲା, ନା ବହୁତ ମାନେ ଯେହେତୁ ମୋର ସେଇଟା ଫାଷ୍ଟ ଆଟେମ୍ପ୍ଟ ଥିଲା ପଟ୍ଟଚିତ୍ରରେ, ଆଉ ସେଇଟା ଥିଲା ମୋର ଷ୍ଟେଟ୍ ଲେବୁଲର ଫାଷ୍ଟ ଆୱାର୍ଡ ଥିଲା, ଯୋଉଟା କି ମୁଁ ଷ୍ଟେଟ୍ ଲେବୁଲରେ ଫାଷ୍ଟ ଆୱାର୍ଡ ପାଇଥିଲି ସେଇ ପଟ୍ଟଚିତ୍ରଟା କରି। ଯେତେବେଳେ ମୁଁ ଡାକିଥିଲି ଠାକୁରଙ୍କୁ, ନାଇଁ ମୋର ଏଇଟା ଫାଷ୍ଟ ଆଟେମ୍ପ୍ଟ, ଯେତେବେଳେ ହୁଁ ମୁଁ କରିସାରିଥିଲି ଲାଷ୍ଟକୁ ଥିଲା ଠାକୁରଙ୍କର ଖାଲି ଆଖି ବନେଇବାର ଥିଲା। ମୁଁ ଜାଣିନି ସେତେବେଳେ କଣ ହେଇଥିଲା, ମୁଁ ଯେତେବେଳେ ଠାକୁରଙ୍କର ଆଖି ଜଷ୍ଟ ଟଚ୍ କରିବାକୁ ଯାଉଛି ରଙ୍ଗ ତୁଳିରେ, ଜାଣିନି ମୋ କଣ ହେଇଥିଲା, ମୋ ହାତ ଥରିବାକୁ ଲାଗିଲା, ଆଖିରେ ଲୁହ ବାହାରି ଆସିଥିଲା। ମୁଁ ଜାଣିନି କଣ ହେଇଥିଲା, ଆଚ୍ଛା ସେତେବେଳେ ମୋ ହାତ ମାନେ ଏତେ ଯେ ମାତ୍ରାରେ ମତେ କାନ୍ଧ ମାଡ଼ିଥିଲା, ମୁଁ ତୁଳି ରଖିକି କାନ୍ଦିଥିଲି ଏବଂ 5 ମିନିଟ୍ ପରେ ମୁଁ କାନ୍ଦିଲା ପରେ ତାପରେ ମୁଁ ନିଜକୁ ସେତିକି ସୁଦୃଢ କଲି, ଯୋଉଟା କି ଏବେ ଲାଗିଲେ ମତେ ଦୁଃଖ ଲାଗେ, ନାହିଁ ମୁଁ ସେତେବେଳେ ଭାବିଥିଲି ଠାକୁର ବି ମୋ ସହିତ ଥିଲେ। କାରଣ ମୁଁ ମୂଳରୁ ଠାକୁରଙ୍କୁ ହିଁ ବହୁତ ମାନେ ନିଜର ଭାବି ଆସିଛି। ଏମିତି କି ମୁଁ 2 କ୍ଲାସରେ ଯେତେବେଳେ ଆର୍ଟ କରୁଥିଲି, ସେତେବେଳେ ମଧ୍ୟ ମୁଁ ଇଟାରେ ଠାକୁରଙ୍କୁ ମୁଁ ରଙ୍ଗ ତୁଳିରେ କରି ମୁଁ ପୂଜା କରୁଥିଲି। ଲୋକମାନେ ବହୁତ କଥା ବହୁତ କହିଛନ୍ତି ମତେ, ଯେ ଠାକୁରଙ୍କୁ ଫୋପାଡୁଛୁ, ଇଏ କରୁଛୁ। ଛୋଟ ଥିଲି ନା, ଜାଣିନଥିଲି। ହୁଁ ରଙ୍ଗ ତୁଳି ଲଗେଇକି ସେତେବେଳେ ଇଟାରେ ଯୋଉ ଘର ତିଆରି ହଉଥିଲା, ସେ ଇଟାକୁ ଆଣି ଭାଙ୍ଗିକି ରଙ୍ଗ ତୁଳିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କରିକି ଥୋଇ ତାକୁ ଘର ଦାଣ୍ଡରେ ମୁଁ ପୂଜା କରେ ବସି। ଜାଣିନଥିଲି ସେତେବେଳେ ପୂଜା କିଛି, ଧୂପ ବୁଲେଇ ଦିଏ, ମୁଣ୍ଡରେ ଦେଇଦିଏ ଆପଣ ତୁଳସୀ ପତ୍ର। ଇମୋସନାଲ ହେଇଯାଉଛନ୍ତି, ଯେଟା ଜଣା ପଡୁଛି କି ଆପଣ କେତେ ଜଡିତ, ଆଉ ଆପଣ ନିଜ ତୁଳି ମାଧ୍ୟମରେ ଏଟା ଏବେ ଆପଣ ଜଗନ୍ନାଥଙ୍କ ଆଶୀର୍ବାଦ ଭାବରେ ଆପଣଙ୍କ ହାତରେ ଆସୁଛି ସେ ଯାଦୁ, ଆଉ ଆପଣ ଆଙ୍କି ଦଉଛନ୍ତି ଏତେ ସୁନ୍ଦର ସୁନ୍ଦର ପଟ୍ଟଚିତ୍ର କୁହନ୍ତୁ। ଏଭଳିଆ ଏଭଳିଆ ଆଉ ଆପଣଙ୍କୁ ଆଗକୁ କଣ ଯୋଜନା ରଖିଛନ୍ତି? ନିଶ୍ଚିତ ଭାବେ ରଖିଥିବେ। ଆଗକୁ ରଖିଛି ନିଶ୍ଚିନ୍ତ, ଯେହେତୁ ଏଇଠି ଖାଲି ଜାତୀୟ ସ୍ତରରେ ରହିଯିବନି, ହୁଁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ। ଆଉ ଆଗକୁ ଯୋଉ ରହିଛି ମିନିଏଚର ରହିଛି, ଆଠରୁ ଆହୁରି ଛୋଟ ଆହୁରି ଛୋଟର ମାନେ ତିଆରି ହଉଛି ମିନିଏଚର, ଆଚ୍ଛା ଯୋଉଟା କି ମାନେ ରିଭିଲ ହବ, ବହୁତ ଜଲ୍ଦି ରିଭିଲ ହବ। ଯୋଉଟା କି ମୁଁ କହୁଛି ରିସେଣ୍ଟଲି ରିସର୍ଚ୍ଚ ଚାଲିଛି, ଯୋଉଟା କି ଆପଣ ଜାଣିଥିବେ ନିତ୍ୟଦିନ ବ୍ୟବହାର କରୁଛନ୍ତି, ସୋରିଷ ବ୍ୟବହାର କରୁଛନ୍ତି। ଆଚ୍ଛା ସୋରିଷ ମଞ୍ଜିରେ ଜଗନ୍ନାଥଙ୍କ ମୁହଁ ନିଶ୍ଚୟ ହବ। ସେଇଟା ଆନ୍ତର୍ଜାତିକ ସ୍ତରରେ ପହଞ୍ଚିବ ଏବଂ ଭଗବାନଙ୍କ ଆଶା ମାନେ ମୋ ଉପରେ କଣ ଅଛି ମୁଁ ଜାଣିନି, ହୁଏତ ସେଇଟା ଆନ୍ତର୍ଜାତୀୟ ପରେ ମାନେ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିକି ଯଦି ନା କଲା, ସେଇ ଠାକୁରଙ୍କ ପାଖରେ ଗୁହାରି ରହିବ ଏବଂ ଅନ୍ୟ ଲୋକମାନେ ମତେ ସେମିତି ଭଲ ପାଇବା ଦିଅନ୍ତୁ, ସେଇଟାକୁ ମୁଁ ଯେମିତି ପହଞ୍ଚେଇ ପାରେ ଆଗକୁ। ଆପଣ ଚିତ୍ରକଳା ସହିତ ଜଣେ ସମାଜସେବୀ ମଧ୍ୟ, ତ ଆପଣଙ୍କର ଅବଦାନ କଣ ଏବେ ପର୍ଯ୍ୟନ୍ତ ରହିଛି? ନାଇଁ, ମୁଁ ଯେତେବେଳେ ମାନେ ବାହାରକୁ ଯେତେବେଳେ ମୁଁ ନିଜେ ଗୋଟେ ଆର୍ଟିଷ୍ଟ ହେଇକି ବାହାରକୁ ଆସିଲି, ସେତେବେଳେ ଦେଖିଲି ନା ଲୋକାୟତ ପ୍ରତିଭା ବହୁତ ଅଛନ୍ତି। ହୁଁ ଦୁନିଆରେ ବହୁତ ଲୋକାୟତ ପ୍ରତିଭା ଅଛନ୍ତି, କିନ୍ତୁ ସେମାନଙ୍କ ପାଖରେ ପ୍ଲାଟଫର୍ମ ନାହିଁ, କିନ୍ତୁ ସେମାନେ ଆସିପାରୁନାହାନ୍ତି। ମୁଁ ସେତେବେଳେ ଭାବିଲି ନାଇଁ, ଯୋଉମାନଙ୍କ ପାଖରେ ପଇସା ଅଛି ସେମାନେ ତ ଆଗକୁ ଯାଇପାରିବେ। ହୁଏତ ମୋ ପାଖରେ ସେମାନେ ପଇସା ଦେଇ ଶିଖି ପାରିଥାନ୍ତେ, ଯଦି ମୁଁ ତାଙ୍କୁ ନ ଶିଖିବି ହୁଏତ ଅଲଗା ଆଡେ ସେମାନେ ପଇସା ଦେଇ ଶିଖିପାରିବେ। କିନ୍ତୁ ଯୋଉ ଲୋକାୟତ ପ୍ରତିଭା ମାନେ ରହିଯାଇଛନ୍ତି, ତାଙ୍କର କେହି ନାହାନ୍ତି ନିଜର, ସେମାନଙ୍କ ପାଇଁ ବି ମତେ ପହଞ୍ଚିବାର ଅଛି ଏବଂ ସେଇ ଲୋକାୟତ ପ୍ରତିଭା ମାନଙ୍କୁ ମତେ ଦୁନିଆ ଆଗକୁ ଆଣିବାର ଅଛି। ସେଇ ଦିନଠୁ ମୁଁ ଷ୍ଟାର୍ଟ କଲି ସମାଜ ସେବା ଆରମ୍ଭ କଲି ଏବଂ ନିଜେ ଗୋଟେ ଟିମ୍ ତିଆରି କଲି, ଯୋଉମାନେ କି ମୋ ସାଙ୍ଗମାନେ ମତେ ବହୁତ ସପୋର୍ଟ କରିଥିଲେ। ସେ ସାଙ୍ଗମାନେ ମଧ୍ୟ ଏବେ ପର୍ଯ୍ୟନ୍ତ ବି ମୋ ସହିତ ଅଛନ୍ତି। ସେମାନଙ୍କୁ ନେଇକି ଆମେ କଣ କଲୁ ନା, ଏଇ ଯୋଉ ଅର୍ଫାନେଜରେ ଯୋଉ ପିଲାମାନେ ଅଛନ୍ତି, ସେମାନଙ୍କ ପାଖରେ ଆମେ ପହଞ୍ଚୁ। ତାଙ୍କ ଦ୍ୱାରା ଖାଲି ଆର୍ଟ ନୁହେଁ, ମୁଁ ଗୋଟେ ଆର୍ଟିଷ୍ଟ ହେଇ ଖାଲି ଆର୍ଟ ତାଙ୍କୁ ଆଣିବା ସେଟା ନୁହେଁ, ଆର୍ଟ ସହିତ ମୁଁ ମଧ୍ୟ ମୋ ଟିମରେ ଓଡ଼ିଶୀ ଡ୍ୟାନ୍ସର ମାନଙ୍କୁ ରଖିଛି, ସିଙ୍ଗର ମାନଙ୍କୁ ବି ରଖିଛି, ଯୋଉମାନେ ଭଜନ ଗାଆନ୍ତି ସେମାନଙ୍କୁ ରଖିଛି। ସେମାନଙ୍କୁ ବି ମଧ୍ୟ ନେଇକି ସେଠି ଭିଜିଟ କରେ ଏବଂ ସେମାନଙ୍କ ମଧ୍ୟରେ ମାନେ କିଛି ପ୍ରତିଯୋଗିତା କରେ। ଯେହେତୁ ପ୍ରତିଯୋଗିତା କଲେ ସେମାନଙ୍କ ଭିତରେ ବି ଗୋଟେ ଏନର୍ଜି ସୃଷ୍ଟି ହବ, ଉତ୍ସାହ ଆସେ। ଯେ ନାଇଁ ଆମ ଭିତରେ ପ୍ରତିଯୋଗିତା। ସେମାନଙ୍କୁ ଯଦି ଆମେ କିଛି ପ୍ରଥମ, ଦ୍ୱିତୀୟ, ତୃତୀୟ ପୁରସ୍କାର, ହୁଏତ ଆମେ ତାଙ୍କୁ ଛୋଟ ପୁରସ୍କାର ଦେଇପାରିଥାଉ, କିନ୍ତୁ ତାଙ୍କ ମନରେ ଗୋଟେ ଆଶା ଆସିବ, ନାଇଁ ମୁଁ ବି କରିପାରିବି। ସେଇ ଆଶାଟାକୁ ଆମେ ଜାଗ୍ରତ କରିଥାଉ, ନା ସେମାନଙ୍କ ଭିତରେ ଟ୍ୟାଲେଣ୍ଟ ବଢିବା ଦରକାର।
ସେମାନଙ୍କୁ ହିଁ ଆମେ ଆଗକୁ ଆଣିବା ପାଇଁ ଏଇ ସମାଜ ସେବା ଜାରି ରଖିଛୁ। ବହୁତ ସୁନ୍ଦର ପ୍ରଚେଷ୍ଟା ଏଟା ଆଗକୁ ମଧ୍ୟ ଜାରି ରହୁ ଆପଣଙ୍କର ଆଜ୍ଞା। କାରଣ नो डाउट कि ओडिशा रे बहुत प्रतिभा सामना को आसी पारुनाहांती लुचि जाउछंती तेबे जदि जणे चित्रकला को नेकी निज करियर बनेवा पई चाहूची केमिति करिवे? ନିଜେ ସବୁ ଲୋକମାନେ ଭାବନ୍ତି ନାଇଁ ଚିତ୍ରକଳାରେ କ୍ୟାରିୟର ନଥାଏ, ହୁଁ କିନ୍ତୁ କହିବାକୁ ଗଲେ ଚିତ୍ରକଳାରେ କ୍ୟାରିୟର ଥାଏ। ଯେମିତି ଆମେ ପ୍ରଥମେ ଯେବେ ଜନ୍ମ ହେଇଥାଉ ଆମେ ଭାବିନଥାଉ ମୁଁ ଭଲ ପାଠ ପଢିବି, ମତେ ପାଠ ପଢିଲା ପରେ ମୁଁ ପାଠକୁ ସେତିକି ଆହରଣ କଲା ପରେ ମୁଁ ଜାଣେ ନାହିଁ ମୁଁ ଭଲ ପାଠ ପଢିବି, ମୁଁ ବଡ ହେଲେ ଡକ୍ଟର ହେବି କି ବଡ ହେଲେ ଇଞ୍ଜିନିୟର ହେବି ଭାବେ। ସେମିତି ଚିତ୍ରକଳାରେ କ୍ୟାରିୟର ଅଛି। ଆଜିକା ଡେଟରେ ଚିତ୍ରକଳା ଆହୁରି ଆଗକୁ ଗଲାଣି, ଚିତ୍ରକଳା ବହୁତ କ୍ୟାରିୟର ଅଛି। ସେମିତି ଚିତ୍ରକଳା ଆମକୁ ଆରମ୍ଭ କରିବାକୁ ପଡିବ, ନାଇଁ କି ଆମେ ଗୋଟେ ମାଇଣ୍ଡ ସେଟ୍ କରିଦବା ନାଇଁ କ୍ୟାରିୟର ନାହିଁ ମୁଁ ସେଟା ଆରମ୍ଭ କରିବି, ସେମିତି କିଛି ନଥାଏ। ଗୋଟେ ଥାଏ ସୋପାନ ଥାଏ, ହୁଁ ସିଡି ଚଢିବାକୁ ପଡେ, ସଂଘର୍ଷ ସବୁଥିରେ ଥାଏ। ଆମକୁ ସେ ସଂଘର୍ଷକୁ ଲଢିବାର ଅଛି, ନିଜ ଭିତରେ ସେତିକି ଏନର୍ଜି ଟିକେ ଆଣିବାର ଅଛି, ନାଇଁ ମୁଁ ଏଇଟା କରିପାରିବି ଏବଂ ଆଗକୁ ମଧ୍ୟ ଏଥିରେ କ୍ୟାରିୟର ଅଛି ଭାବିକି ମଧ୍ୟ ଯାଇପାରିବି। ଚିତ୍ରକଳାର ବହୁତ କ୍ୟାରିୟର ଅଛି। ଦେଖନ୍ତୁ ଏବେ ଯୋଉ ମଡର୍ଣ୍ଣାଇଜ ଯୁଗ ଆସିଲାନି, ଆନିମେସନ ଡେଭଲପ ହେଲାଣି। ଆନିମେସନରେ କୋଉ ଆନିମେସନରେ ସେଇମାନେ ଯାଉଛନ୍ତି ଯାହା ହାତରେ କିଛି ଯାଦୁ ଅଛି ଏବଂ ସେ କିଛି ଆର୍ଟ କରିପାରୁଛି, ସେଇମାନେ ହିଁ ଆସୁଛନ୍ତି। ହୁଏତ ସେମାନେ ଡିଜିଟାଲି ତିଆରି କରୁଛନ୍ତି କିନ୍ତୁ ତାଙ୍କ ଭିତରେ ସେତିକି ସେମାନେ ଆର୍ଟର କମ୍ଫର୍ଟ ଅଛନ୍ତି ବୋଲି ତାଙ୍କୁ ଅଣାଯାଉଛି। ସେଇ ଆନିମେସନ ଡେଭଲପ ହେଲା ମାନେ ଜାଣନ୍ତୁ ଚିତ୍ରକରେ କିଛି ଲାଇନ ଅଛି, ନାଇଁ କି ଯେ ଆଗରୁ ଥିଲା ହଁ ପେପରରେ ଆଙ୍କୁଥିଲେ ପହଞ୍ଚି ପାରୁନଥିଲା, ଘରେ ବସି ପେପର ତିଆରି ମାନେ କରିକି ରହିଯାଉଥିଲେ, କିନ୍ତୁ ଏବେ ତ ଆନିମେସନ ଡେଭଲପ କଲାଣି। ତାପରେ ଲୋକମାନେ ମଧ୍ୟ ଚିତ୍ରକଳାକୁ ଜାଣିଲେଣି, ଯୋଉଟା କି ସୋସିଆଲ ମିଡିଆରେ ମଧ୍ୟ ଆଜିକା ଆର୍ଟିଷ୍ଟ ମାନେ ଘରେ ବସିକି ସୋସିଆଲ ମିଡିଆରେ ମଧ୍ୟ ନିଜ ପ୍ଲାଟଫର୍ମ ତିଆରି କରି ନିଜ କ୍ୟାରିୟର ବେଷ୍ଟ ବଢେଇ ତେଣୁ ଚିତ୍ରକଳାରେ ଅଛି କ୍ୟାରିୟର, ନିଜକୁ ଆମକୁ ଷ୍ଟ୍ରଙ୍ଗ କରି ସେତିକି ଆଗେଇକି ବଢିବାର ଅଛି। এটা তো গলা আমি ক্যারিयर विषय ଆମେ ଜାଣିଲେ ଭଲ କଥା କହିଲେ ଆପଣ କି ଅନେକ ମାଧ୍ୟମ ହେଇଗଲାଣି ସୋସିଆଲ ମିଡିଆ ଆଜିକା ଯୁଗରେ डिजिटल टेक्नोलोजी ଯୁଗ ତ କୌଣସି ନା କୌଣସି ପନ୍ଥା ଆପଣେଇ ପାରିବେ ସମସ୍ତେ, ବାସ୍ ନିଜ ଭିତରେ ସେତିକି ଆଗ୍ରହ ରହିବା ଦରକାର। ତେବେ ଯୋଉ ଆସୁଛି ଡିଜିଟାଲ ଆର୍ଟ ଆଉ ଗୋଟେ ହେଲା ପେପରରେ ଆର୍ଟ କରିବା, ଚିତ୍ର କୌଣସି କରିବା, କୁହାଯାଏ କି ଆମେ ଯେତେବେଳେ ଗୋଟେ ପେପର କଲମ ଦେଇକି ଗୋଟେ କବିତା ଲେଖୁ ବା ଚିତ୍ର କରୁ କି ଗପଟେ ବି ଲେଖିଦଉ, ସେଥିରେ ଇମୋସନ୍ସ ରହିଥାଏ ଯୋଉଟା डिजिटल पेंटिंग रे ଆମେ ଦେଇପାରୁନା। ମାନେ ମୁଁ लेमैन ହିସାବରେ ଏଟା ଜାଣିଛି, ଆପଣଙ୍କ ଦୃଷ୍ଟିଭଙ୍ଗୀରେ ଏଟା କେମିତି ଆପଣ ଦେଖନ୍ତି? ନାଇଁ ଯୋଉଟା କି କହିଲେ ସେଇଟା ସତ କଥା, କାରଣ ଯେହେତୁ ଏବେ ଲୋକମାନେ ଚାହୁଁଛନ୍ତି ଜଲ୍ଦି ତାଙ୍କ ଜିନିଷ ପାଇବା ପାଇଁ, ସେଇ ଲାଗି ସେମାନେ ଡିଜିଟାଲରେ କରିଦଉଛନ୍ତି। କିନ୍ତୁ ପେପରରେ ବସିକି କରିବା, ମନୋବୃତ୍ତି ନେଇ କରିବା, ପେପରରେ ଯେତେବେଳେ ବସିକି କରିବେ ସେତେବେଳେ ମନକୁ ବହୁତ କ୍ରିଏଟିଭିଟି ମାଇଣ୍ଡ ଡେଭଲପ ହବ। କିନ୍ତୁ ଡିଜିଟାଲି କଲେ ଅପସନ ଅଛି, ଆପଣ ଖାଲି ଟଚ୍ କରିବେ ଆଣିକି ଥୋଇବେ, ଡିଜିଟାଲି ମେଥଡ। କିନ୍ତୁ ଯଦି ଆପଣ ଗୋଟେ ପେପରରେ ବନଉଛନ୍ତି ନା, ମାଇଣ୍ଡ କି ଯଦି ଆପଣ ଗୋଟେ ଜିନିଷ ବନଉଛନ୍ତି ସେତେବେଳେ ମାଇଣ୍ଡ ଆଉ ଗୋଟେ କ୍ରିଏଟିଭିଟିକୁ ବି ଆଣିକି ପହଞ୍ଚେଇ ଦବ ଯେ ନାଇଁ ତୁ ଏଇଟା ବନା। ସେମିତି କଲେ କଣ ହବ, ପେପରରେ କଲେ କଣ ଆମର କ୍ରିଏଟିଭିଟି ମାଇଣ୍ଡଟା ବଢିବ, କିନ୍ତୁ ଡିଜିଟାଲି କିଛି କ୍ରିଏଟିଭିଟି ମାଇଣ୍ଡ ନଥିବ। डिजिटल पेंटिंग रे आगुरू ऑलरेडी अच्छी ऑप्शन अच्छी, आपण खाली सेटा को आनिबे पुट करके मेंशन करी छाड़ देबे। किंतु पेपर रे कले सेटा आगुरू किछ न थाए, हमको क्रिएट करबा को पड़े, मोर को कलर लागिवो मु जेटा लगेबी, को कलर मिक्स हबो सेटा मु निजे भाबी, मो क्रिएटिविटी माइंड बोले। किंतु डिजिटल रे से आपन को देई देथिबो ऑप्शन, तू एटा मिसेले एटा लागिवो, सेटा क्रिएटिविटी माइंड नै, मु सेटा लगे देबी, होय तो डिजिटली लगे देबी, किंतु बाहर गोटे लोक मनकर शिखिबा को चाहू तो पचारिबो, मु तो किछ कहि परिबिनी ना। जदि मु सेटा पेपर रे बनेथिबि ताले मो क्रिएटिविटी माइंड बढ़िबो एवं बाहर जदि लोक पचारि मु 10टा लोक बुझेई परिबि, सेमाने भी बुझिकी मध्य करि परिबि। निहाती भाबरे तेबे गवर्नमेंट रो कोन स्कीम रही छि चित्रकला को, आम राज्य कथा मु कहूछि, गवर्नमेंट रो कोन सब स्कीम रही छि चित्रकला को आगु को बढ़ेबा पे? देखो गवर्नमेंट रो तो बहुत स्कीम अछि चित्रकला पे। अच्छा, किंतु दुखर विषय गवर्नमेंट रो चित्रकला जो स्कीम अछि सेडा कार्यकारी हो नै। हेउ नाही, कोन पई हेउनी, आपन को काई पड़ी आपनकर चिंताधारा? एथिपाई कहूछि हेउ नै, कारण स्वतंत्र एठारे गोटे स्वतंत्र कार्यालय अछि जोटा कि नामकरण कराइछि कला और संस्कृति विभाग ओडिशा सरकार। किंतु से जो विभाग रो मंत्री मध्य अछंती, किंतु थाई कि मध्य एठारे किछि हेई पारु नै, जहा फल लोकायत प्रत्या मध्य प्लेटफॉर्म पाई पारु ना। जेमिति कहू आमे मध्य एठारे पालन करूछु, पिठा योजना पालन करा जाउछि एवं अलगा रज महोत्सव पालन करा जाउ। हां ठीक अछि, रज महोत्सव भी गोटे ओडिसा रो संस्कृति, ताको पालन करिक लोक मानक पाखरे पहुंचाई हबो।
କିନ୍ତୁ ମାନେ ଅନେକ କାର୍ଯ୍ୟକ୍ରମ ପାଳନ କରାହଉଛି କିନ୍ତୁ ଆଜିକା ଡେଟ୍ରେ ଯଦି ଓଡ଼ିଶାରେ ପଚାରିବେ ଗୋଟେ କଳାକାରକୁ ମଧ୍ୟ ଗୋଟେ ଆର୍ଟିଷ୍ଟକୁ ପଚାରନ୍ତୁ ଗୋଟେ ସେଲ୍ଫ ଥଟ୍ ଆର୍ଟିଷ୍ଟ ହଉ କି ପ୍ରଫେସନାଲ ଆର୍ଟିଷ୍ଟକୁ ଗୋଟେ ଗାଁ ଗହଳି ଯୋଉ ଆର୍ଟିଷ୍ଟ ମାନେ ଅଛନ୍ତି ତାଙ୍କୁ ପଚାରନ୍ତୁ ଯେ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ଡେ କେବେ ସେମାନେ ମଧ୍ୟ କହିପାରିବେନି କି ଆର୍ଟ ଡେ କେବେ ପାଳନ କରାଯାଏ ସେମାନେ ମଧ୍ୟ କହିପାରିବେନି କିନ୍ତୁ ଅଲଗା ଡେ ପଚାରନ୍ତୁ ସମସ୍ତେ କହିଦେବେ କିନ୍ତୁ ଏ ଡେଟା କଣ ପାଇଁ ପାଳନ ଯେହେତୁ ଆମେ ଓଡ଼ିଶାର କଳା ସଂସ୍କୃତିରୁ ବଢିଛୁ ବାହାର ରାଜ୍ୟରେ କଳା ସଂସ୍କୃତି କହିଲେ ଆମ ଓଡ଼ିଶାକୁ ଚିହ୍ନଟ କରିଦଉଛନ୍ତି କାରଣ ଆମ ଓଡ଼ିଶାର କଳା ସଂସ୍କୃତି ସେତିକି ମହାନ ଅଛି ସେଇ ମହାନଟାକୁ ଆମକୁ ବଜେଇକି ରଖିବାର ଅଛି ତେଣୁ ଆମକୁ ଯେମିତି ଅଲଗା ପ୍ରୋଗ୍ରାମ ଆମେ ଆରେଞ୍ଜମେଣ୍ଟ କରିପାରୁଛୁ ସେମିତି କଳା ସଂସ୍କୃତିକୁ ଆମେ ଆରେଞ୍ଜମେଣ୍ଟ କରିପାରିବୁ କିଛି ଏଇ ଯୋଉ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ଡେ କୁ କି ଆମର ଇଣ୍ଡିଆନ ଆର୍ଟ ଡେ କୁ ହଉ ଏଗୁଡାକୁ ଆମେ ଯଦି ଆମେ ସେଲିବ୍ରେସନ କରିବୁ ମାନେ ଆମ ରାଜ୍ୟ ଭିତରେ ଯଦି ଆମେ ସେଲିବ୍ରେସନ କରିବୁ ଦେନ୍ ଯୋଉ ଲୋକାୟତ ପ୍ରତିଭା ମାନେ ଅଛନ୍ତି ସେମାନେ ବି ଗୋଟେ ପ୍ରୋତ୍ସାହନ ପାଇବେ ନାହିଁ ମୁଁ ବି ଗୋଟେ କଳାକାର ମୁଁ ବି ସମ୍ମାନିତ ହେଇପାରିବି ଏବଂ ମୋ କଳାଟାକୁ ବି ହଜାର ଲୋକ ଦେଖିପାରିବେ ମୁଁ ସେଇଟା ହିଁ ଆଶା କରେ ଯେ ସେଇ ଯୋଉ ଲୋକାୟତ ପ୍ରତିଭା ମାନେ ଅଛନ୍ତି ସେମିତି କିଛି ଇନିସିଏଟିଭ ନିଆଯାଉ ଆଗକୁ ଚଳିତ ବଢିବା ବର୍ଷକୁ ପାଇଁ କିଛି ଏମିତି କିଛି ଇନିସିଏଟିଭ ନିଆଯାଉ ଯେ ଲୋକାୟତ ପ୍ରତିଭା ମାନେ ଆଗକୁ ଆସିବେ ହୁଏତ ସେମାନେ କିଛି ନ ପାଆନ୍ତୁ କିଛି ଆଚିଭମେଣ୍ଟ ନ କରନ୍ତୁ କିନ୍ତୁ ତାଙ୍କ କଳାଟାକୁ ଯେମିତି ହଜାର ହଜାର ଲୋକ ଦେଖନ୍ତୁ ଏଇଟା ହିଁ ମୁଁ ରିକ୍ୱେଷ୍ଟ କରୁଛି ଯେ ତାଙ୍କ କଳାଟି ଆଗକୁ ଆସୁ ନିହାତି ଭାବରେ ତେବେ ଏଇଠି ଗୋଟେ ମୋର ପ୍ରଶ୍ନ ମନରେ ଆସୁଛି ଏଇ ଯୋଉ ନନ୍ଦିଘୋଷ ରଥଟି ଆପଣ ବନେଇଛନ୍ତି ଯେତେବେଳେ ଆପଣ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଯେତେବେଳେ ରେଜିଷ୍ଟ୍ରେସନ କରିବାକୁ ପଡିଥିବ ବୋଧେ ତ ତାର ପ୍ରୋସିଜିଅର କଣ ଥିଲା ଏଇଟା ମୁଁ ଯେତେବେଳେ ଫାଷ୍ଟ ବନେଇଥିଲି ସେତେବେଳେ ମୁଁ ଯେତେବେଳେ ମନ ଅଛି ସେଟା ଇସ୍କନ ମନ୍ଦିର ଆଗରେ ମୋର ସେଇଟା ଏଇଟା ରିଭିଲ ହେଇଥିଲା ଫାଷ୍ଟ ଆଚ୍ଛା ଯେତେ ରଥଯାତ୍ରା ଦିନ ଇସ୍କନ ମନ୍ଦିର ଆଗରେ ମୁଁ ଏଇଟା ଠାକୁରଙ୍କ ପାଖରେ ଠିଆ ହେଇଥିଲି ଧରିକି ସେତେବେଳେ ସେଠାକାର ଯୋଉ ନ୍ୟୁଜ ଚ୍ୟାନେଲ ମାନେ ଥିଲେ ଲାଇଭ ଅପଡେଟ ନଉଥିଲେ ସେମାନେ ଆର ଫୁଟେଜ ନେଇଥିଲେ ଏବଂ ଲାଇଭ କରିଥିଲେ ଯାହାଫଳରେ ମୁଁ ବି ନିଜେ ଜାଣିନଥିଲି ଏମିତି ଖେଳୁ ଖେଳୁ ଇମେଲ ଆସିଲା ମାନେ ଇଣ୍ଡିଆନ ବୁକ୍ ଅଫ୍ ରେକର୍ଡରୁ ଇମେଲ ଆସିଥିଲା ଯେ ଆପଣଙ୍କର ଏଇ କଳାକୃତିଟି ଆମ ପାଖରେ ପହଞ୍ଚିଛି ଏବଂ ଆଚ୍ଛା ଆମେ କିଛି ଆପଣଙ୍କ ବିଷୟରେ ତଥ୍ୟ ନେବାକୁ ଚାହୁଁ ତେଣୁ ତାଙ୍କର ଅଦର ପ୍ରୋସେସିଂ ଯାହା ଥିଲା ସେମାନେ ଜଜ୍ କରିଥିଲେ ଏବଂ ଜଜ୍ ମାଧ୍ୟମରେ ସେଇଟାକୁ ଦେଖିଥିଲେ ମେଜରମେଣ୍ଟ ମଧ୍ୟ ସେ ଲାଇଭରେ ମେଜରମେଣ୍ଟ ମଧ୍ୟ ନେଇଥିଲେ ତାପରେ ସେମାନେ କନଫର୍ମ କରିକି ମୋ ନାଁକୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ ଯେମିତି ଆପଣ କହିଲେ କି ଇସ୍କନ ମନ୍ଦିର ଫ୍ରଣ୍ଟରେ ଆପଣ ଏଇ ଛୋଟ ନନ୍ଦିଘୋଷକୁ ନେଇକି ଯାଇଥିଲେ ତାପରେ ଲୋକଲୋଚନକୁ ଆସିଲା ଏଇ ଜିନିଷଟି ତେବେ ମୋର ପ୍ରଶ୍ନ ଏଠି ଆପଣଙ୍କୁ ଏଇଆ କି ଆପଣ ମାନେ ସରକାରଙ୍କ ଠାରୁ କଣ ଏକ୍ସପେକ୍ଟେସନ ଆପଣଙ୍କର ରହିଛି ତାକି ଆମ ଓଡ଼ିଶାର ଏଇ ପଟ୍ଟଚିତ୍ର କଳା ହେଲା କି ଏଭଳିଆ ଯୋଉ କଳା ରହିଛି ସେଟା ନ୍ୟାସନାଲ ଆଉ ଇଣ୍ଟରନ୍ୟାସନାଲ ଲେବୁଲରେ ଆମେ ତାକୁ ପ୍ରସାର ଏବଂ ପ୍ରଚାର କରିପାରିବା ନିଶ୍ଚୟ ମୁଁ ମୋର ସେତିକି ଚିତ୍ରକଳା ପ୍ରତି ଆଗ୍ରହ ଅଛି ବୋଲି ହୁଏତ ମୁଁ ଆସିକି ସେ ଜାଗାରେ ଠିଆ ହେଇପାରିଲି ଏବଂ ମତେ ମିଡିଆ ମାନେ ଏଇ ଜିନିଷଟାକୁ ଏକ୍ସପୋଜ କରିଥିଲେ କିନ୍ତୁ ଆଜିକା ଡେଟରେ ଅଛନ୍ତି ବହୁତ ଦିବ୍ୟାଙ୍ଗ ଲୋକ ମଧ୍ୟ ନିଜେ ବି ମଧ୍ୟ ହାତରେ ତିଆରି ପେଣ୍ଟିଂ କରୁଛନ୍ତି ଏବଂ ଆର୍ଟରୁ ମଧ୍ୟ କ୍ଷୁଦ୍ର ମିନିଚର ମଧ୍ୟ କରୁଛନ୍ତି ନାଇଁ କି ଯେ ମୁଁ କହୁନି ନନ୍ଦିଘୋଷ ରଥର ଏଇଟା ମିନିଚର ଛୋଟ ଏଇଟା ଅଛି ଲୋକମାନେ ମଧ୍ୟ ଅଲଗା ବି ଓଡ଼ିଶାର ସଂସ୍କୃତିକୁ ନେଇକି ମିନିଚର କରୁଛନ୍ତି କିନ୍ତୁ ସେମାନେ ଦିବ୍ୟାଙ୍ଗ ଅଛନ୍ତି ବୋଲି ସେମାନେ କୋଉ ଜାଗାକୁ ଆସିପାରୁନାହାନ୍ତି ମୁଁ କହିବାକୁ ଚାହେଁ କି ଓଡ଼ିଶା ସରକାରଙ୍କ ଦ୍ୱାରା ଏମିତି ଗୋଟେ ଇନିସିଏଟିଭ ନିଆଯାଉ ଖାଲି ସରକାର ତରଫରୁ ଖାଲି ନେଇଗଲେ ହବନି ଫାଷ୍ଟ ବ୍ଲକ ସ୍ତରରେ ନିଆଯାଉ ତାପରେ ଡିଷ୍ଟ୍ରିକ୍ଟ ଲେବୁଲରେ ନିଆଯାଉ କି ବ୍ଲକ ସ୍ତରରେ ଗୋଟେ ଇନିସିଏଟିଭ ନିଆହବ କି ସବୁ ଗାଁ ଗାଁ ବୁଲିକି ଦେଖିବେ କି ସେମାନଙ୍କ ଗାଁଙ୍କ ଭିତରେ ଗୋଟେ କ୍ଲବ ତିଆରି କରାଯାଉ ଯୋଉମାନେ କି ରହିଥିବା ଲୋକାୟତ ପ୍ରତିଭା ମାନଙ୍କୁ ନେଇକି ବି ଗାଁ ଗାଁରେ ବି କିଛି କରିହବ ଯେମିତି ଏଇକିନା ରିସେଣ୍ଟଲି ଚାଲିଛି କ୍ଲାଇମେଟ ଚେଞ୍ଜ ଉପରେ ମଧ୍ୟ କରୁଛନ୍ତି କ୍ଲାଇମେଟ ଚେଞ୍ଜକୁ ନେଇକି କିଛି ବୈଠକ କରୁଛନ୍ତି ସେମିତି ଗୋଟେ କଳାକୁ ନେଇକି ବି ଗୋଟେ କରାଯାଉ କଳାକୁ ନେଇକି କଲେ ସେମାନଙ୍କ ବ୍ଲକ ଲେଭେଲରେ ବି ସେମାନେ ସେମାନଙ୍କର ପ୍ରତିଭାକୁ ଦେଖେଇ ପାରିବେ ଧୀରେ ଧୀରେ ଡିଷ୍ଟ୍ରିକ୍ଟ ଲେଭେଲକୁ ଆସିବେ ଧୀରେ ଧୀରେ ଷ୍ଟେଟ ଲେଭେଲକୁ ଆସିବେ ଏବଂ ମୁଁ ଯୋଉ ଭଳି ଭାବରେ ବି ଜାତୀୟ ସ୍ତରରେ ପହଞ୍ଚିବି ସେମାନେ ମଧ୍ୟ ଜାତୀୟ ସ୍ତରରେ ପହଞ୍ଚି ପାରିବେ ତେଣୁ ତାଙ୍କ ପାଖରେ ଯେହେତୁ ସେମାନେ ସେତିକି କ୍ୟାପାବିଲିଟି ନାହିଁ ସେମାନେ ଆସିପାରିବା ବେଳେ ତେଣୁ ଆମ ତରଫରୁ ଯେହେତୁ ଆମେ ଓଡ଼ିଶାର ଲୋକ ଓଡ଼ିଶା ସଂସ୍କୃତି ଆମ ପରମ୍ପରା ମହାନ ତେଣୁ ଆମେ ବି ତାଙ୍କ ପାଖକୁ ଯାଇପାରିବା ସେମିତି ଯେ ନାହିଁ ଆମେ ଗଲେ ଅସୁବିଧା ହେଇଯିବ ସେମାନଙ୍କ ଆସିବା ସେମିତି କିଛି ନଥାଏ ତେଣୁ ଆମକୁ ବି ଯିବାକୁ ପଡିବ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡିବ ଏବଂ ସେମାନେ ଯୋଉ ଜିନିଷଟାକୁ କରିଛନ୍ତି ତାକୁ ବି ଆଣିକି ଆମେ ଲୋକଲୋଚନକୁ ଆଣିକି ଆଣିପାରିବା ଦେଖିପାରିବା ନିହାତି ଭାବରେ ତେବେ ଆଉ ଗୋଟେ କଥା ଆସୁଛି କି ଯେତେବେଳେ ଆମ ଓଡ଼ିଶାରେ ଏତେ ଟାଇପର କଳା ସଂସ୍କୃତିକୁ ନେଇକି ଜିନିଷ ମିଳେ ତା ଭିତରୁ ଯଦି କହିବା ପଟ୍ଟଚିତ୍ରକୁ ନେଇକି ଶାଢ଼ୀ ଆସେ ଡ୍ରେସ୍ ଆସେ ଆଜ୍ଞା ତ ଶାଢ଼ୀ କଥା ଯେତେବେଳେ ମୁଁ କହିବି ବହୁତ ଏଫର୍ଟ ଲାଗିଥାଏ ନୋ ଡାଉଟ୍ କିନ୍ତୁ ବହୁତ ଲୋକ ନା
फेरी जाती पुणी कहीं केवल प्राइस को लेकिन पट्टचित्र शाढ़ीर दाम को लेकिन से माने इच्छा थाई मध्य अनेक लोक निरुत्साहित पुणी फेरी जाती। तो इतने प्राइस बढ़िया पछरे कारण कौन? देखंतु जेहेतु पट्टचित्र कुहा होचे माने से शाढ़ी हो कि अलगा जो भी क्लॉथ हो ता देहरे पट्टचित्र करूछ माने गोटे आर्टिस्ट तार पारिश्रमिक बहुत करूछ कारण सेटा हैंड प्रिंट पट्टचित्र नाइ कि जे आमे को मेसिन रे करदेबु तयारी करके दे देबु जेहेतु सेटा रंग तुली रे हैंड प्रिंटेड होउची गोटे आर्टिस्ट से परिश्रम बहुत करूची दिन बाय दिन बसिकी ताऊ काम करछे सेति पय तार चाहिदा अधिका अछि किंतु जेहेतु लोकमानक पखरे भी आम पाखरे पहुंचीबार अछि नाइ एटा पट्टचित्रर पेंटिंग ହେଇଛି तार महात्मा भी जानନ୍ତି खाली नहीं कि लोक माने किनि नहीं कि पिंधिले खाली शो पई भी हबनी तार महात्मा भी जानନ୍ତି नाइ पट्टचित्र भी गोटे पेंटिंग तार कोन गाथा अछि एटा साड़ी रे आसुची ये को ता विषय रे भी समान जानिबे सेति पई गोटे इनिशिएटिव भी हमें सरकार भी मते गोटे इनिशिएटिव नै करी जोटा कि मो प्लेटफॉर्म माध्यम रे सरकार को रिक्वेस्ट करूची जोटा कि सब जो आर्टिस्ट माने बनाउछन्ते पट्टचित्र जो क्लॉथ बनाउछन्ती सेमानकु बे कला माने जो प्लेटफॉर्म अछि हमरो जो उत्कलिका अछन्ती बयानिका अछन्ती जो ओडिशा सरकार जो माध्यमिक सेमान अछन्ती हैंडलूम को रिप्रेजेंट करछन्ती सेमाने मध्ये आर्टिस्ट मानकु नै कि रिप्रेजेंट करंतु जो आर्टिस्ट परिश्रम करते सेमान मध्ये कमे दे परिबे तांको पारिश्रमिक फल कमे दे परिबे जदी अधिक मात्रा रे लोक एहा को जानिले एवं सेमाने मध्ये किनिले आर्टिस्ट भी गोटे खुशी है कि ए पारिश्रमिक मध्ये कमे परिबे किंतु एटा गोटे गवर्नमेंट गोटे इनिशिएटिव नो आर्टिस्ट मानक तो सेही क्लॉथ को नो एवं से मध्ये गोटे सब्सिडी हिसाब रे लोक मानक पाखरे सेटा भी पहुंचो जा बेले लोक माने मध्ये भी खुशी है कि सेटा किनि परिबे धीरे धीरे चाहिदा बढ़े लोक मानक पाखरे भी पहुंची परिबो एवं लोक माने जो गोटे दीटा मध्ये एबे किनुचंते से माने मध्ये अधिक मात्रा मध्ये किनि परिबे जा बेले लोक मानक मध्ये गोटे सुइटेबल हो नाइ हमें क्लॉथ तक हम किनि परिबो आ गोटे कथा है आर्टिस्ट माने मध्ये सेटिके सैटिस्फैक्शन है कि भी मध्ये अधिक मात्रा रे बनै परिबे पट्टचित्र रो क्लॉथ निहाती भाବରେ तेबे एबे जो न्यू कमर जो माने अछंती चित्र शिल्पी जो माने सब अछंती तांको आपण कोन परामर्श दवा पई चाहिबे? निश्चय न्यू कमर्स जो माने अछंती एबे माने आर्ट जो माने सिखुचंती तांको मो परामर्श एतिकी देबी जे से माने आगे चलंत नाइ कि जे एबे हे गलानी मॉडर्न जुग हे गलानी एमिति जुग हेलानी जाने जति पेरेंट्स ता को पुओ झियो को सिखेबा को चाहचे से संगे संगे कहते अचीवमेंट आनी के आसीबो तो ना अचीवमेंट कोटी फास्ट मिले प्रति दिन सर संघर्ष थाए बहुत विफलता हबो पड़े कारण विफलता ही परिचय दिए सफलता केमिति पाई जदि गोटे जिनसटा मोर भूल अछि ना मु सेठी जानिले मु कोन कले ठीक हेई परिबी जदि मु गोटे जिनस ठीक कर देल ना ताले मु आ से ता देर भूल थिले मध्ये मु भूल जानि परिबी नै आ विफलता को भी एक्सेप्ट करबुनी पछरे सेति पई जेते मध्ये संघर्ष आसुची नाइ कि मो अचीवमेंट पाई नाइ धीरे मु आगे चलीबी निजर कला को आगे कि नियंतु निजे सेतिक एफर्ट दियंतु मु हारुची आज हारिली ठीक अछि मु को पई हारिली सेटा को देखंतु पुणी से आर्ट करंतु काली हारिली ठीक अछि काली को पई हारिली ताको निश्चय दिन आपण भी सेते सक्सेस रे पहुंचेबे बस आपण आर्ट करि चलंतु एवं जो नुआ नुआ जो आसुचंती प्रतिभा माने से माने मध्ये निज रंग तुली भी सेमिति आर्ट करि चलंतु बाहर मध्ये लोक मान पाखरे भी पहुंच आपण आसिले निजर मूल्यवान समय देले मु आशा करबी कि आपनकर जहा लक्ष्य रहिछि जेमति कि अंतर्जातीय स्तर रे हमर ओडिसार चित्रकला आगु को बढ़ू एटा मु निश्चित भावे कामना करबी श्री जगन्नाथଙ୍କ पाखरे आसिले समय देले बहुत बढ़िया हमें कथावार्ता मध्य हेले पट्टचित्र विषय रे जानिले आपनकर नंदीघोष रथ को मु तो स्पेशली आज निजको बहुत ग्रेटफुल मने करछि कि याको मु धरि पारली हातरे आसिले समय देथार अनेक धन्यवाद।